ଜୟ ଜଗନ୍ନାଥ ସାଙ୍ଗମାନେ ଦେଖନ୍ତୁ ସାଙ୍ଗମାନେ ସୁଭଦ୍ରା ଯୋଜନା ପାଇଁ ଯେଉଁମାନେ ଆବେଦନ କରିଥିଲେ, ଯେଉଁମାନେ ଟଙ୍କା ପାଉଥିଲେ, ଯେଉଁମାନେ ଟଙ୍କା ପାଉନଥିଲେ, ବର୍ତ୍ତମାନ ତାଙ୍କରି ନାଁ ସରକାର ବର୍ତ୍ତମାନ 18,000 ମହିଳାଙ୍କ ବର୍ତ୍ତମାନ ନାଁ କାଟି ଦେଇ ସାରିଛନ୍ତି। ସରକାର ବର୍ତ୍ତମାନ ନାଁ କାଟି ଦେଇଛନ୍ତି। ଯେଉଁମାନେ ଟଙ୍କା ପାଉଥିଲେ, ଯେଉଁମାନେ ଯୋଗ୍ୟ ଥିଲେ, ଅଯୋଗ୍ୟ ଥିଲେ, ସେମାନଙ୍କ ନାମ କଟିଯାଇଛି। କେଉଁମାନଙ୍କର ନାମ କଟିଛି, କାହିଁକି କଟିଲା, ସାଙ୍ଗମାନେ ସବୁ ଜାଣିବାକୁ ଚାହୁଁଥିଲେ। ଏବେ ଆମ ଚ୍ୟାନେଲଟିକୁ ଯଦି ଆପଣମାନେ ନୂଆ ଆସିଛନ୍ତି, ଏମିତି ନୂଆ ନୂଆ ସମାଚାର ଜାଣିବାକୁ ଚାହୁଁଥିଲେ, ସୁଭଦ୍ରା ଯୋଜନା ବିଷୟରେ ଜାଣିବାକୁ ଚାହୁଁଥିଲେ, ଏବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ପାଖରେ ବେଲ୍ ଆଇକନ୍ ଦବାଇ ଅଲ୍ କରନ୍ତୁ, ସବୁବେଳେ ନୂଆ ନୂଆ ନୋଟିଫିକେସନ୍ ମିଳିପାରିବ। ଏହି କଥା ମୁଁ କହୁନି, ଦେଖନ୍ତୁ ସାଙ୍ଗମାନେ ବର୍ତ୍ତମାନ ଦେଖନ୍ତୁ 5 ତାରିଖରେ କଥା ବିଜ୍ଞପ୍ତି ପ୍ରକାଶ ପାଇଛି, ଯେଉଁଟା ଦେଖିପାରୁଥିବେ କନକ ନ୍ୟୁଜ୍ରେ, ଯେଉଁଟାକି ଡିସେମ୍ବର 5 ତାରିଖ 2024 ବର୍ତ୍ତମାନ ରିଲିଜ୍ ହେଇଛି, ଯେଉଁଟାକୁ ସୁଭଦ୍ରାରୁ ଓହରିଗଲେ 18,000 ମହିଳା ଦେଖିପାରୁଥିବେ ବର୍ତ୍ତମାନ ଆବେଦନ କରିଛନ୍ତି। ଦେଖନ୍ତୁ ସାଙ୍ଗମାନେ 1,05,36,000 ମହିଳା ବର୍ତ୍ତମାନ ଆବେଦନ କରିସାରିଛନ୍ତି। ଯେଉଁମାନେ କଟିଛନ୍ତି ଦେଖନ୍ତୁ ସାଙ୍ଗମାନେ, ସେମାନେ କେଉଁମାନେ କଟିଥିବେ, ଯେଉଁମାନେ ଯୋଗ୍ୟତା ନଥାଇ ମଧ୍ୟ ଯଦି ସରକାରଙ୍କ ପଇସା ପାଇଛନ୍ତି, 5,000 ଟଙ୍କା ପାଇଛନ୍ତି, ସେମାନେ ବର୍ତ୍ତମାନ OPT ଆଉଟ୍କୁ ଯାଇ ନିଜ ନିଜ ନାମ ସେମାନେ ସିଲେଣ୍ଡର କରିଦେଇ ସାରିଛନ୍ତି। ଆମ ଓଡ଼ିଶାରେ ଦେଖନ୍ତୁ ରାସନ କାର୍ଡ଼ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ତାପରେ ଦେଖିପାରୁଥିବେ ଯେଉଁମାନେ ଭତ୍ତା ପାଉଥିଲେ, ସେମାନେ ଯେମିତି ଭୂତ କାର୍ଡ଼ ତାଙ୍କର ଯେଉଁମାନଙ୍କ ଥିଲା ସମସ୍ତଙ୍କୁ ସରକାର ବର୍ତ୍ତମାନ ନାମ କାଟି ଦେଇଛନ୍ତି, ଯେଉଁଟାକି ଭୂତ କାର୍ଡ଼ ହିସାବରେ ଭୂତ କାର୍ଡ଼ ହିତାଧିକାରୀ ବୋଲି ତାଙ୍କୁ ଗଣନା କରାଯାଉଥିଲା। ସେମିତି ସୁଭଦ୍ରା ଯୋଜନାର ମଧ୍ୟ ସେମିତି ଭୂତ କାର୍ଡ଼ ବହୁତ ଥିଲେ, ସେମାନେ ଯେଉଁମାନେ ଯୋଗ୍ୟ ନଥାଏ ମଧ୍ୟ ଯେଉଁମାନେ ପଇସା ପାଇଥିଲେ ବର୍ତ୍ତମାନ ପାଇବାକୁ ଯାଉଛନ୍ତି, ସେମାନଙ୍କ ନାମ ବର୍ତ୍ତମାନ କଟିଯିବ। ବର୍ତ୍ତମାନ ଦେଖନ୍ତୁ ଆମ ଓଡ଼ିଶାରେ 1,05,35,612 ଜଣ ଯେଉଁଟାକି ଆବେଦନ କରିସାରିଛନ୍ତି। ସେହି ଭିତରୁ ଦେଖନ୍ତୁ 18,735 ମହିଳା ଡିସେମ୍ବର 3 ସୁଦ୍ଧା ଓହରି ଯାଇଛନ୍ତି, ଯେଉଁଟାକି ପଇସା ନେବା ପାଇଁ ସେମାନେ ମନା କରିବେ। ଯେଉଁଟାକି ଦେଖିପାରୁଥିବେ OPT ଆଉଟ୍ ଯେଉଁ ନୂଆ ଅପସନ୍ଟା ଆସିଥିଲା ସାଙ୍ଗମାନେ, ସେ ଅପସନ୍କୁ ଯାଇ ସେମାନେ ନିଜ ନାମ ସିଲେଣ୍ଡର କରିଦେଇଛନ୍ତି। ଯେଉଁମାନେ ପଇସା ପାଇଥିଲେ ମଧ୍ୟ ସେମାନେ ସିଲେଣ୍ଡର କରିଛନ୍ତି, ଆଉ ଯେଉଁମାନେ ପାଇବାକୁ ଯାଉଥିଲେ, ଯେଉଁମାନେ ଯୋଗ୍ୟ ନଥାଇ ପାଇବାକୁ ଯାଉଥିଲେ, ସେମାନେ ମଧ୍ୟ এই ଅପସନ୍କୁ ଯାଇ ନିଜ ନିଜ ନାମ ସେମାନେ ସିଲେଣ୍ଡର କରିଦେଇଛନ୍ତି। ଆପଣ ସବୁ ଡିଟେଲ୍ସ ପଢ଼ି ଆପଣ ଏଇଟା ସବୁ ଜାଣିପାରିବେ। ଦେଖନ୍ତୁ ସାଙ୍ଗମାନେ ଡିସେମ୍ବର 25 ତାରିଖରେ ବର୍ତ୍ତମାନ ଦେଖନ୍ତୁ ପ୍ରଥମ କିସ୍ତିର 4ଥ ପର୍ଯ୍ୟାୟ ଟଙ୍କା ଆସିବାକୁ ଯାଉଛି। ତା ପୂର୍ବରୁ ସରକାର ଏଇଟା ବଡ଼ ପଦକ୍ଷେପ ନେଉଛନ୍ତି, ଯେଉଁଟାକି 18,000 ମହିଳାଙ୍କ ନାମ ବର୍ତ୍ତମାନ କଟିଯିବ ଲିଷ୍ଟରୁ। ଯେଉଁମାନେ ଟଙ୍କା ପାଇଥିଲେ ମଧ୍ୟ, ଯେଉଁମାନେ ଟଙ୍କା ପାଇନଥିଲେ ମଧ୍ୟ ତାଙ୍କ ନାମଟା କଟିଯିବ। ତ ସାଙ୍ଗମାନେ ଡିଟେଲ୍ସ ଆପଣ ଭଲ ସବୁ ପଢ଼ିଛନ୍ତି। ଦେଖନ୍ତୁ ଯେଉଁଟାକି କନକ ନ୍ୟୁଜ୍ ପେପରରେ ଯେଉଁଟାକି ଏଇଟା ରିଲିଜ୍ ହେଇଛି, ଦେଖନ୍ତୁ 7:50 ରାତି 5 ଡିସେମ୍ବର 2024 ଏଇଟା ରିଲିଜ୍ ହେଇଛି ସାଙ୍ଗମାନେ। ସୁଭଦ୍ରା ଯୋଜନା ଓହରିଗଲେ 18,000 ମହିଳା, ଆପଣଙ୍କ ଡିଟେଲ୍ସ ସବୁ ଦେଖି ଦିଅନ୍ତୁ।